ବନ୍ଧୁମାନେ, ଆମେ ଠାକୁରଙ୍କ ଆଶୀର୍ବଚନ ବୁଝିବାକୁ ହେଲେ ଶ୍ରଦ୍ଧା ଦରକାର ଆଉ ବିନୀତ ମନୋଭାବ ଦରକାର। ଅନେକ ସମୟରେ ଆମେ ବୁଝିପାରୁନାହୁଁ ବୋଲି ଆମକୁ ଭଲ ଲାଗେନି, କିନ୍ତୁ ଥରେ ବୁଝିଗଲେ ଆଉ ମନ ଛାଡ଼େନି। ସେଇଥିପାଇଁ ଯେଉଁ ଟିକିଏ ସାଧନା ଦରକାର, ତା ଆମର এই ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ସହିତ ଯୋଡ଼ି ହୋଇ ରୁହନ୍ତୁ। ଆମେ ପରମ ଦୟାଳଙ୍କର ପ୍ରତ୍ୟେକଟି ଆଶୀର୍ବାଣୀକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ତେବେ ଆଜି ବୁଝିବା ଶ୍ରୀ ଶ୍ରୀ ଠାକୁରଙ୍କର ଅମୀୟ ଆଶୀର୍ବଚନ ପଥେର କଡ଼ିର ବାଣୀ ସଂଖ୍ୟା 5। ଇଷ୍ଟାଶ୍ରୟୀ ଅନୁସରଣ ପ୍ରାଣତା ହିଁ ହେଉଛି ନିର୍ଭରତା। ଯେତେବେଳେ ହିଁ ମଣିଷର ଉନ୍ମୁଖ ସମ୍ବେଗୀ ଆସକ୍ତି ତାର ପ୍ରିୟ ପରମକୁ ସର୍ବତ ଭାବରେ ସଂକ୍ଷୁଧିତ ଆଲିଙ୍ଗନରେ ଜଡ଼ାଇ ଧରେ କେବଳ ଭାବରେ, ସେତେବେଳେ ହିଁ ସେ ନିର୍ଭୀକ ଚଳନରେ, ଯେ ଚଳନରେ ତାର ପ୍ରିୟ ପରମ ତୃପ୍ତ ଓ ସନ୍ଦିପ୍ତ ହୁଅନ୍ତି, ପ୍ରଶ୍ନ ଶୂନ୍ୟ ଉଦ୍ଦୀପ୍ତ ସହକାରେ ପ୍ରାକୃତିକ ସ୍ୱତଃ ସନ୍ଧିଚାରେ ହିଁ ନିଜର ଯାହା କିଛିକୁ ସେଇ ଚଳନରେ ହିଁ ନିୟନ୍ତ୍ରିତ କରୁଥାଏ। ଆଉ ତାଇ ହେଉଛି ନିର୍ଭରତାର ସ୍ୱତଃ ମୂର୍ତ୍ତି। ପରମ ଦୟାଳଙ୍କର ଏହି ଆଶୀର୍ବାଣୀଟି ସରଳ ଭାବରେ ବୁଝିବାକୁ ଗଲେ ତାହା ହେଉଛି ନିର୍ଭରତା ମାନେ କେବଳ କାହାଠାରୁ ସାହାଯ୍ୟ ନେବା କିମ୍ବା କାହାକୁ ଆଶ୍ରୟ କରି ବଞ୍ଚିବା ନୁହେଁ। ନିର୍ଭରତା ମାନେ ହେଉଛି ମଣିଷର ମନ, ଭାବନା, ଚେତନା ଓ କର୍ମର ଏକ ଗଭୀର ଅବସ୍ଥା, ଯେଉଁଠାରେ ସେ ନିଜର ସମସ୍ତ ଇଚ୍ଛା, ଆକାଂକ୍ଷା ଓ ଚଳନକୁ କୌଣସି ପ୍ରିୟ ବସ୍ତୁ, ବ୍ୟକ୍ତି, ଭାବ କିମ୍ବା ଆଦର୍ଶର ଉପରେ ଭିତ୍ତି କରେ। ଇଷ୍ଟାଶ୍ରୟୀ ଅନୁସରଣ ପ୍ରାଣତା ମାନେ ମଣିଷ ଯେତେବେଳେ ନିଜର ପସନ୍ଦ, ଭଲ ପାଇବା କିମ୍ବା ଆଦର୍ଶକୁ ଜୀବନର କେନ୍ଦ୍ରବିନ୍ଦୁ କରି ତାହାକୁ ଅନୁସରଣ କରେ, ସେ ତାହାକୁ କେବଳ ବାହ୍ୟ ଭାବରେ ନୁହେଁ, ମନର ଗଭୀରତମ ସ୍ଥାନରୁ ଗ୍ରହଣ କରେ। ଏହି ଅନୁସରଣ କୌଣସି ଜୋର ଜବରଦସ୍ତି ନୁହେଁ, ସ୍ୱତଃ ଏହା ସ୍ୱଇଚ୍ଛାରୁ ଉଦ୍ଭୂତ ଏକ ସ୍ୱାଭାବିକ ପ୍ରବୃତ୍ତି। ମଣିଷର ମନରେ ଯେତେବେଳେ କୌଣସି ପ୍ରିୟ ବସ୍ତୁ କିମ୍ବା ବ୍ୟକ୍ତି ପ୍ରତି ଉନ୍ମୁଖ ସମ୍ବେଗୀ ଆସକ୍ତି ଜନ୍ମ ନେଇଥାଏ, ସେତେବେଳେ ତାହା କେବଳ ଭାବନାରେ ସୀମିତ ରହେ ନାହିଁ। ଏହି ଆସକ୍ତି ମଣିଷକୁ ତାହାର ପ୍ରିୟ ପରମ ସହିତ ସର୍ବତ ଭାବରେ ଜଡ଼ାଇ ଦିଏ। ମଣିଷ ନିଜକୁ ଭୁଲି ନିଜର ସ୍ୱାର୍ଥକୁ ପଛରେ ପକାଇ ସେହି ପ୍ରିୟ ପରମକୁ ଆଲିଙ୍ଗନ କରେ, ମାନସିକ, ଭାବନାତ୍ମକ ଓ କର୍ମଗତ ଭାବରେ। ଏହି ଆଲିଙ୍ଗନ କୌଣସି ବାହ୍ୟ ବାଧ୍ୟତାମୂଳକ ନୁହେଁ, ଏହା ଏକ ସ୍ୱତଃସ୍ଫୂର୍ତ୍ତ ଚଳନ। ମଣିଷ ଏଥିରେ ପ୍ରଶ୍ନ କରେ ନାହିଁ, କାହିଁକି ମୁଁ ଏହା କରୁଛି କିମ୍ବା ମୋତେ ଏଥିରୁ କ'ଣ ମିଳିବ। ସେ ନିଜ ମନର ଆଭ୍ୟନ୍ତରୀଣ ଆଲୋକରେ ପ୍ରେରିତ ହୋଇ କାର୍ଯ୍ୟ କରେ। ଯେତେବେଳେ ମଣିଷ ଏଭଳି ନିଷ୍କାମ ଭାବରେ ନିଜ ପ୍ରିୟ ପରମ ସହିତ ଯୁକ୍ତ ହୋଇଯାଏ, ସେତେବେଳେ ତାର ସମସ୍ତ ଚଳନ, ଚିନ୍ତା, କଥା, କାମ ସ୍ୱାଭାବିକ ଭାବରେ ନିୟନ୍ତ୍ରିତ ହୋଇଯାଏ। ଏଠାରେ ନିୟନ୍ତ୍ରଣ ବୋଲି କୁହାଗଲେ ବନ୍ଧନ ବୁଝାଯାଏ ନାହିଁ ବନ୍ଧୁଗଣ। ଏହା ହେଉଛି ଏକ ସ୍ୱଚ୍ଛ ଭାବରେ ସଚେତନ ନିୟମିତତା, ଯାହା ମଣିଷକୁ ଭ୍ରମିତ କରେ ନାହିଁ, ବରଂ ସ୍ଥିରତା ଆଣେ। ଏହି ଅବସ୍ଥାରେ ପ୍ରିୟ ପରମ ମଧ୍ୟ ତୃପ୍ତ ଓ ସନ୍ଦିପ୍ତ ହୁଅନ୍ତି, କାରଣ ଯେଉଁ ସମ୍ପର୍କରେ ପ୍ରଶ୍ନ ନାହିଁ, ସନ୍ଦେହ ଓ ସ୍ୱାର୍ଥ ନଥାଏ, ସେଠାରେ ଏକ ପବିତ୍ର ଊର୍ଜା ପ୍ରବାହିତ ହୁଏ, ଆଉ ଏହି ଊର୍ଜା ଦୁଇ ପକ୍ଷକୁ ଶକ୍ତିଶାଳୀ କରେ। ମଣିଷ ନିଜକୁ ହରାଇ ନିଜକୁ ଖୋଜି ପାଏ, ଆଉ ପ୍ରିୟ ପରମ ତାର ଉପସ୍ଥିତିରେ ଆଲୋକିତ ହୁଅନ୍ତି। ନିର୍ଭରତାର ଏହି ରୂପ କୌଣସି ଦୁର୍ବଳତା ନୁହେଁ। ସାଧାରଣତଃ ଆମେ ଭାବୁ ଯେ ନିର୍ଭର ହେବା ମାନେ ଅସମର୍ଥ ହେବା, କାହା ଉପରେ ଅନ୍ୟ ଉପରେ ନିର୍ଭର କରିବା, କିନ୍ତୁ ପ୍ରକୃତରେ
ଯେତେବେଳେ ନିର୍ଭରତା ସ୍ୱଇଚ୍ଛାରୁ ହୁଏ, ଭଲ ପାଇବା ଓ ସଚେତନାରୁ ଆରମ୍ଭ ହୁଏ, ସେଇ ନିର୍ଭରତା ମଣିଷକୁ ଆଉ ଅଧିକ ଭାବେ ସକ୍ଷମ କରେ। ଏହିପରି ନିର୍ଭରତା ହେଉଛି ନିର୍ଭରତାର ସ୍ୱତଃ ମୂର୍ତ୍ତି, ଅର୍ଥାତ୍ ନିର୍ଭରତାର ସବୁଠାରୁ ସ୍ୱାଭାବିକ, ସୁନ୍ଦର ଓ ସକାରାତ୍ମକ ଭାବନାତ୍ମକତା। ଏଠାରେ କୌଣସି ଦାସତ୍ୱ ନାହିଁ, କୌଣସି ବାଧ୍ୟତା ନାହିଁ, ଅଛି କେବଳ ଭରସା, ବିଶ୍ୱାସ, ଆତ୍ମସମର୍ପଣ, ଭକ୍ତି ଭାବ ସହିତ ସ୍ୱଚ୍ଛ ଚଳନ। ଶେଷରେ କୁହାଯାଇପାରେ, ନିର୍ଭରତା ମଣିଷର ଜୀବନର ଏକ ଅଟୁଟ ସତ୍ୟ। କିନ୍ତୁ ଯେତେବେଳେ ଏହା ଭଲ ପାଇବା, ଆଦର୍ଶ ଓ ସଚେତନ ଅନୁସରଣରେ ରୂପାନ୍ତରିତ ହୁଏ, ସେତେବେଳେ ନିର୍ଭରତା ଦୁର୍ବଳତା ନୁହେଁ, ବରଂ ମଣିଷର ଆତ୍ମିକ ଶକ୍ତିର ପରିଚୟ ହୋଇ ଉଠେ। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।